ଡେଲାଙ୍ଗ ମେଳନ ନୁହେଁ, ସାରା ଓଡ଼ିଶାରେ ଆଜି ପ୍ରସିଦ୍ଧ ଦୋଳ ପୂର୍ଣ୍ଣମୀ, ଯାହାକୁ ଆମେ ବିମାନ ବଡ଼ୁ ବୋଲି କାର୍ଯ୍ୟକ୍ରମ କୁହାଯାଏ। ସେହି ବିମାନ ବଡ଼ୁରେ ଠାକୁରମାନେ ଆସି ଘରେ ଘରେ ଭୋଗ ଖାଇବା ଏ ଯେଉଁ ପରମ୍ପରା, ତା'ର ପରମ୍ପରା ଭିତରେ ଆଜି ଡେଲାଙ୍ଗରେ ଯେଉଁ ଦୋଳ ପୂର୍ଣ୍ଣମୀ କାର୍ଯ୍ୟକ୍ରମ, ତା ଭିତରେ ଦିଅଁ ଭୋଗ ଖାଇବା କାର୍ଯ୍ୟକ୍ରମ ଏବଂ ହୋଲି ପର୍ବ। ଏବଂ ହୋଲି ପର୍ବ ରାତିରେ ଆମର ଏଠି ଜମାଣ ଉତ୍ସବ ହୁଏ। ଡେଲାଙ୍ଗ ମେଳନର ଜମାଣ ଉତ୍ସବ କାର୍ଯ୍ୟକ୍ରମ ରୀତିନୀତି ପୁରା ଆଜିର ଦୀର୍ଘ ଦିନରେ ପରମ୍ପରା ଆମେ ଛୋଟବେଳୁ ଦେଖି ଆସିଛୁ। ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ୱ ହବ ଏ କାର୍ଯ୍ୟକ୍ରମ। ତା ଭିତରେ ଜମାଣ ଉତ୍ସବ ଭିତରେ ଆମର ନୀଳକଣ୍ଠେଶ୍ୱର ପଶ୍ଚିମାଞ୍ଚଳ ନୀଳକଣ୍ଠେଶ୍ୱର ଦେବ ଥାନପତି ସେ ନିମନ୍ତ୍ରଣ କରନ୍ତି ପ୍ରାୟ 35ରୁ ଉର୍ଦ୍ଧ୍ୱ ଦୋଳ ଆସିକି ମେଳନ ପଡ଼ିଆରେ ପହଞ୍ଚିବାର ବ୍ୟବସ୍ଥା ଗ୍ରାମବାସୀଙ୍କ ମାଧ୍ୟମରେ ଯେଉଁ ପରମ୍ପରା ମାଧ୍ୟମରେ ଆସିକି ପହଞ୍ଚନ୍ତି। ଏବଂ ଠାକୁର ଆସିବା ଭିତରେ ପ୍ରତ୍ୟେକ ଗାଁରୁ ପ୍ରାୟ ଯେଉଁ ପାଞ୍ଚପଡ଼ାରୁ ଆମର କହିଲେ ଗୁଣ୍ଡିଚି ପାଟଣା, ପୁରୁଣା ଡେଲାଙ୍ଗ, ହାଟ ଡେଲାଙ୍ଗ, ଗୋଲାସାହି, ରାମଚନ୍ଦ୍ରପୁର, ଗୁଆଚୌକା, ଏ ପାଞ୍ଚପଡ଼ା ସହିତ ଅନ୍ୟାନ୍ୟ ଗ୍ରାମମାନଙ୍କରୁ ଯେଉଁ ଦୋଳ ଆସନ୍ତି, ଠାକୁର ବିମାନରେ ଆସନ୍ତି, ଏକୁ ପ୍ରସେସନ ମାଧ୍ୟମରେ ଅଣାଯାଏ। ସେ ବଡ଼ ଆଙ୍କୁଳାରୁ ବାଣେଶ୍ୱର ଠାକୁର ଆସନ୍ତୁ, ମହାଦେବ ଆସନ୍ତୁ, ଏପଟୁ ତଳ ବିଶ୍ୱନାଥ, ଓଗରନାଥ ଆଉ ବାବା ବିଶ୍ୱନାଥ, ଏଇଭଳି ଯେଉଁ ଠାକୁର ବିମାନରେ ଆସନ୍ତି, ସେ ମଧ୍ୟ ଜଗଦଳପୁର ବିରାଟ ଶୋଭାଯାତ୍ରା କରିକି ପାରମ୍ପରିକ ରୀତିନୀତି ଭିତରେ ଠାକୁରଙ୍କୁ ନେଇକି ବାଣ ରୋଷଣ ମାଧ୍ୟମରେ ଆସନ୍ତି। ଏପଟୁ ଅନ୍ୟାନ୍ୟ ଗାଁ ଭିତରେ ରତନପୁର ମଧ୍ୟ ଏଥର ଆସିଛି ଆମ ସହିତ। ଏମିତି ପ୍ରତ୍ୟେକ ଗାଁରୁ ମେଢ଼ କହିଲେ ଆମର ଖାଲି ବାଜା ବାଣ ନୁହେଁ, ତା ସହିତ ଆମର ଘୋଡ଼ା ନାଚ, ତା ସହିତ ନାଗା ନାଚ, ବିଭିନ୍ନ ପ୍ରକାର କଣ୍ଢେଇ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର ବିଗ୍ରହ, ଏମିତି ବିଭିନ୍ନ କାରୁକାର୍ଯ୍ୟ ଗାଁର ଅଞ୍ଚଳବାସୀ ଯୁବକମାନେ ତିଆରି କରିକି ହାତ ତିଆରି ଏବଂ ଗାଁର ପରମ୍ପରା ଭିତରେ ଯେଉଁମାନେ ନିବିଡ଼ ଅଛନ୍ତି, କିଏ ନୃତ୍ୟ, ଓଡ଼ିଶୀ ନୃତ୍ୟ, ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ବାଘ ଭାଲୁ ଏଭଳି ତାଙ୍କର ନିଜକୁ ପାରମ୍ପରିକ ରୀତିନୀତିରେ ସେମାନେ ସାଜସଜ୍ଜା ହେଇକି ଆସନ୍ତି ଠାକୁରଙ୍କ ସହିତ। ଏବଂ ସବୁଠାରୁ ବଡ଼ କଥା, ଏ ଡେଲାଙ୍ଗ ମେଳନରେ ଯେଉଁ ପ୍ରଦୂଷଣକୁ ରୋକିବା ପାଇଁ ଯେଉଁ ବାଜାକୁ ବନ୍ଦ କରିବା ପାଇଁ ଡିଜେକୁ ବନ୍ଦ କରାଯାଇଛି, ଯେଉଁଟାକି ଡେଲାଙ୍ଗ ମେଳନ କମିଟିର ଲୋକମାନେ ମୁରବୀମାନେ ୟାକୁ ନିଷ୍ପତ୍ତି ନେଇଛନ୍ତି। ଧନ୍ୟବାଦ ଦେବା। ଯେଉଁ ପାରମ୍ପରିକ ରୀତିନୀତି ଭିତରେ ଯେତିକି କାର୍ଯ୍ୟକ୍ରମ କରାଯାଏ, ତା ଭିତରେ ଆମେ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିଜେର ଯେଉଁ ହାଇ ଭୋଲ୍ଟେଜ୍ ସାଉଣ୍ଡକୁ ବନ୍ଦ କରାଯାଇଛି। ପାରମ୍ପରିକ ରୀତିନୀତି ଭିତରେ ଏହି ମେଳନ କରାଯାଏ ଏବଂ 2 ଦିନ ପରେ ଏହି ବର୍ଷ ମଧ୍ୟ ପିଲାମାନେ, ଯୁବକମାନେ, ପାଞ୍ଚପଡ଼ାର ଅନ୍ୟାନ୍ୟ ଗାଁର ପିଲାମାନେ ସାମିଲ ହେଇକି ମେଲୋଡ଼ିର ବି କାର୍ଯ୍ୟକ୍ରମ କରିଛନ୍ତି। ଆଜି ମଧ୍ୟ ପାରମ୍ପରିକ ରୀତିନୀତି ଭିତରେ ପ୍ରାୟ 40,000, ଏ ବର୍ଷ ଏତେ ଲୋକ, 40,000ରୁ ଉର୍ଦ୍ଧ୍ୱ ଲୋକ। ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେବା। କିନ୍ତୁ ଏ ସବୁ ଠାକୁରଙ୍କର ଲୀଳା। ଏତିକି ପୋଲିସ ପ୍ରଶାସନ ଭିତରେ ଲୋକଙ୍କୁ ଏତିକି କମ୍ ଜାଗା ଭିତରେ ଏତେ ପ୍ରସେସନକୁ କଣ୍ଟ୍ରୋଲ କରିବା ସବୁ ପ୍ରଭୁଙ୍କର ଇଚ୍ଛା ଭିତରେ ପୁରା ଶାନ୍ତି ଶୃଙ୍ଖଳା ଭିତରେ ସମାପନ କରାଯାଇଛି ଆମର ଜମାଣ ଉତ୍ସବ। ଆଉ ଆସନ୍ତା ଶୁକ୍ରବାର ଦିନ ଦିଅଁ ମେଳନର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଡେଲାଙ୍ଗରୁ ହିଁ ଆରମ୍ଭ ହୁଏ। ଡେଲାଙ୍ଗ ବ୍ଲକର ହେଡ଼କ୍ୱାର୍ଟର ଡେଲାଙ୍ଗ କୋଠବାଡ଼ ପଞ୍ଚାୟତରୁ ଏହି କାର୍ଯ୍ୟକ୍ରମ ମେଳନ ଉତ୍ସବ। ପରେ ପରେ ଆପଣ ଜାଣିବେ ଯମୁନାରେ ହେଉଛି, ରେଙ୍ଗଲ ପଞ୍ଚାୟତର ଯମୁନାରେ ଏହି କାର୍ଯ୍ୟକ୍ରମ। ତାଙ୍କର ମଧ୍ୟ ଆମର ଯେଉଁଦିନ କାର୍ଯ୍ୟକ୍ରମ ଆରମ୍ଭ ହୁଏ ଜମାଣ ଉତ୍ସବ, ତାଙ୍କର ସିନା ଜମାଣ ଉତ୍ସବ, ଆମର ଯେଉଁଦିନ ଦିଅଁ ମେଳନ ତାଙ୍କର ମଧ୍ୟ। ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ସାରା ଭାରତ ପ୍ରସିଦ୍ଧ ହରିରାଜପୁର ମେଳନ, ପ୍ରଭୁ ସୋମନାଥ ଦେବଙ୍କର ଏହି କାର୍ଯ୍ୟକ୍ରମ। ତାପରେ ପରେ ଏଇଠୁ ମଧ୍ୟ ଦଳମାନେ ଏଇଠୁ ବିମାନରେ ଯାଇକି ହରିରାଜପୁର ମେଳନରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତେଣୁ ଏଇ ଯେଉଁ ସୁସ୍ଥ ବାତାବରଣ ଭିତରେ ଲୋକଙ୍କର ଯେଉଁ ଭାଇଚାରାର ସମ୍ପର୍କ ହେଉଛି ଦୋଳ ପୂର୍ଣ୍ଣିମା। ତେଣୁ ଏଇ ଯେଉଁ କାର୍ଯ୍ୟକ୍ରମ ଆଜି କମିଟିବାଲା ହେଉ, ପୋଲିସ ପ୍ରଶାସନ ହେଉ, ଗ୍ରାମର ମୁରବୀମାନେ ହୁଅନ୍ତୁ, ସମସ୍ତଙ୍କ ସହଯୋଗ ଶାନ୍ତିପୂର୍ଣ୍ଣ ଭାବରେ କେମିତି ହେବ। ଲୋକମାନେ ମୀନା ବଜାର ମଧ୍ୟ ଏ ବର୍ଷ ପିଲାମାନଙ୍କ ପାଇଁ ପକାଇବାର ବ୍ୟବସ୍ଥା କରାଯାଇଛି। ତେଣୁ ଏଇ ଯେଉଁ ଲୋକଙ୍କର ପାରମ୍ପରିକ ରୀତିନୀତି ଅଛି, ଓଡ଼ିଆର ବଡ଼ ପର୍ବ ଦୋଳ ପୂର୍ଣ୍ଣମୀ ପର୍ବ, ନିଶ୍ଚିନ୍ତ ପ୍ରଭୁ ସେ ପ୍ରଭୁଙ୍କ ପାଖରେ ଆମର ପ୍ରାର୍ଥନା ସମସ୍ତେ ଶାନ୍ତିରେ ରୁହନ୍ତୁ, ସୁଖରେ ରୁହନ୍ତୁ, ସମସ୍ତେ ଏଥିରେ ସାମିଲ ହେଇକି ଭାଇଚାରାର ସମ୍ପର୍କ ଆହୁରି ଦୃଢ଼ୀଭୂତ କରନ୍ତୁ। ଏହା ହେଉଛି ତାର ମୂଳ ଲକ୍ଷ୍ୟ।